ପ୍ରବଳ ଥଣ୍ଡା ହେଇଛି। ଆଉ ଥଣ୍ଡାକୁ ଥଣ୍ଡା କାଟିବ। ଚାଲନ୍ତୁ ଗୋଟେ ଚୁଙ୍ଗୁଡ଼ି ସୁଦ୍ଧା ପାଗ କରିକି ପଖାଳଟେ ବାଡ଼େଇଦେବା। ଥଣ୍ଡାକୁ ଥଣ୍ଡା ବଢ଼ିଆ କାଟିବ। ଚାଲନ୍ତୁ ରେଡ଼ି କରିବା। ଯେହେତୁ ଆମ ଚୁଲି ନାହିଁ ତାହେଲେ ଆଳୁ କେଉଁଥିରେ ପୋଡ଼ିବି ନା ଗ୍ୟାସ୍ରେ ପୋଡ଼ିବି। ସେଥିପାଇଁ ଆଳୁ ତ ପୋଡ଼ିବା ପାଇଁ ପୋଡ଼ିଯିବ ଗ୍ୟାସ୍ରେ, କିନ୍ତୁ ଟାଇମ୍ ଲାଗିବ। ସେଥିପାଇଁ ମୁଁ ଭାତରେ ଟିକେ ଦର୍ଶିଜା ନୁହଁ ତ ଟିକେ ସିଝେଇ ଦେଇଥିଲି। ତାପରେ ମୁଁ ତାକୁ ଗ୍ୟାସ୍ରେ ପୋଡ଼ିବି, କିନ୍ତୁ ଭଲ ସେ ସିଝିବନି। ମୋତେ ଆଳୁ ଟିକେ ଟାଣ ଟାଣ ରହିଲେ ଭଲ ଲାଗେ ଖାଇବାକୁ। ତାପରେ ଟମାଟୋ ପଡ଼ିବା। ଆଉ ଶୀତ ଦିନେ ଚୁଙ୍ଗୁଡ଼ି ଶୁଖୁଆ ପାଗଟା ବଢ଼ିଆ ଲାଗେ। ଟିକେ ଟିକେ ଖରା ହେଉଥିବ, ଛୋଟବେଳ କଥା ମନେ ପଡ଼ିଯାଉଛି। ଆମର ଯେଉଁ ଥାଏ ଖଳାବାରି, ଖଳାବେଳେ ଆମେ ସବୁ ବସିକି ଚକଟି ଚାକଟି ଖାଉ। ତ ମୁଁ ଶୁଖୁଆ ଯେଉଁ ଯାଇଥିଲି ଖୋର୍ଦ୍ଧା ଆଣିଥିଲି, ତାକୁ ଟିକେ ବଢ଼ିଆ ଲାଗେ ଏପଟ ସେପଟ କରିକି ଭଲସେ ଭାଜିଦେଲି। ଆଉ ସବୁକୁ ଏଠି ଭଲ ଭାବରେ ଧୋଇଦେଲି। ଆଉ କୋଲି ପିଆଜ ବି ସେଦିନ ବାଟରୁ କିଣିକି ଆଣିଥିଲି, ତାକୁ ଚୋପା ଛଡ଼େଇକି ଦେଇଛି। ଆଉ ଏଥିରେ ଟିକେ ସୋରିଷ ତେଲ ତ ନିହାତି ଦରକାର। ଆଉ କଞ୍ଚା ଲଙ୍କା, ରସୁଣ, କୋଲି ପିଆଜ, ଟମାଟୋ, ଆଳୁ, ଲଙ୍କା, ଆଉ ଟିକେ ଧନିଆ ପତ୍ର ପକାଇ ତାକୁ ଗୋଟେ ପାଗ କରିବା। ଆଉ ପାଗ କଲେ ତ ପଖାଳ ଉଡ଼ିବ। କିଛି ସେ ଭଜା ଭଜି କି ଦରକାର ନାହିଁ, ପାଗଟା ହିଁ ପଖାଳ ଦରକାର। ଭଲ କି ଟିକେ ଲଙ୍କାକୁ ଦଳିକି ଟିକେ ରାଗୁଆ ରାଗୁଆ ପାଣିଟା ହେଲେ ତ ପଖାଳ ଉଡ଼ିବ। ଆଉ ମୋ ଚକଡ଼ା ସବୁ ଖଣ୍ଡ ଖଣ୍ଡ। ମୋତେ ତିଖଲ କି ଚକଡ଼ି ଟୋଟାଲ୍ ପସନ୍ଦ ଲାଗେନି। ମୁଁ ଯେତେବେଳେ ବି ଚକଡ଼ିକି ଖାଇବି ସବୁ ଖଣ୍ଡ ଖଣ୍ଡ ମୋର ଥିବ। ଆଉ ମୋତେ ଭଲ ଲାଗେ ତିଖଲ କି ଚକଡ଼ିଲେ ମାନେ ଏମିତି ଖଣ୍ଡ ଖଣ୍ଡ ଆଳୁ ଥିବ ମୋର। ଆଉ ସେଥିରେ ଟିକେ ବାସି ତୋରାଣି ପଡ଼ିବ। ବାସି ତୋରାଣିଟା ନ ପଡ଼ିଲେ ଟେଷ୍ଟଟା ଭଲ ଲାଗିବନି। ଏବେ ମୋ ଚକଡ଼ାଟା ବଢ଼ିଆ ରେଡ଼ି ହେଇଗଲା। ଆଉ କାହାକୁ ଚୁଙ୍ଗୁଡ଼ି ଶୁଖୁଆ ପାଗଟା ଏମିତି ଭଲ ଲାଗେ ନିଶ୍ଚିନ୍ତ କମେଣ୍ଟ କରିବେ। ତ ମୁଁ ଏବେ ଖାଇବି ଯାଉଛି। ଆଉ ମୋର ଭାତ ତରକାରୀ ସବୁ ତରକାରୀ ଯେ ଉଡ଼ିଯିବ। ଆଉ ବହୁତ ଟେଷ୍ଟି ହେଇଥିଲା, ମୁଁ ଖାଇଛି। ଆଉ କାହାକୁ ଭଲ ଲାଗେ ନିଶ୍ଚିନ୍ତ କମେଣ୍ଟ କରିବେ।